ଆଗକୁ ଆସୁଛି ସାଧାରଣ ନିର୍ବାଚନ। ଦଶପଲ୍ଲାରେ କ୍ଷେତ୍ର ପ୍ରସ୍ତୁତ କରୁଛି ବିଜୁ ଜନତା ଦଳ। ଅନୁରୂପ ଭାବରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଗଣିଆ ବ୍ଲକରେ ମଧ୍ୟ ଏକ ବିଶାଳ ବିକାଶ ସମାବେଶର ଆୟୋଜନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ଯେଉଁଥିପାଇଁ କୁହାଯାଇପାରେ ଆଜି ବିରୋଧୀଙ୍କୁ ଏକ ଶକ୍ତ ଝଟକା ଲାଗିଛି। ଏହି କାର୍ଯ୍ୟକ୍ରମରେ ପ୍ରଥମେ କେସି ବିଦ୍ୟାପୀଠ ଠାରୁ ଏକ ପଦଯାତ୍ରା ବାହାରି ଯୌବଙ୍ଗ ତୋଟା ନିକଟରେ ପହଞ୍ଚିଥିଲା। ପରେ ଏକ ସାଧାରଣ ସଭା ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ଗଣିଆ ବ୍ଲକ ଅଧ୍ୟକ୍ଷା ଝୁନା ଜେନା, ଗଣିଆ ବ୍ଲକ ସାଂସଦ ପ୍ରତିନିଧି ଶେଷଦେବ ସ୍ୱାଇଁ, ନୟାଗଡ଼ ଜିଲ୍ଲା ସାଂସଦ ପ୍ରତିନିଧି ସଦାଶିବ ମିଶ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ସମସ୍ତ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ, ସମସ୍ତ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟଙ୍କ ସମେତ ପ୍ରାୟ 13,000ରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ, ଶୁଭେଚ୍ଛୁ, ସମର୍ଥକ ଓ ଜନସାଧାରଣ ଉପସ୍ଥିତ ଥିଲେ। ଏହି ବିକାଶ ସମାବେଶରେ ସାଧାରଣତଃ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି, ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟର ସଫଳତା ସମ୍ପର୍କରେ ଆଲୋଚନା କରି ଆଗାମୀ ନିର୍ବାଚନରେ କିପରି ବିଜେଡିକୁ ସଶକ୍ତ କରାଯାଇପାରିବ ସେ ନେଇ ଆଲୋଚନା ହେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। आमर मान्यवर मुख्यमंत्री षष्ठ थर पाई आउ थे मुख्यमंत्री हवापाई आमर आज गणिया ब्लॉक रे बहुत बड़ रैली होता। 2 किलोमीटर बाट माँ माने भाई माने समस्ते चलिकी जाइछंती। आ बहुत संख्यार माने 10,000 लोक होइथिबे। माने दशपल्ला को भी आमर टपी जाइछि। मान्यवर मुख्यमंत्री को नेतृत्व में जो उत्तरदायी सरकार रही लोक मान पाखे से प्रत्येक ग्राम पंचायत आपण मैंने देखिथे जे आम ओडिशा नवीन ओडिशार सचेतनता कार्यक्रम होता से भली एक कार्यक्रम आज पंचायत समिति गणियापाई ये आयोजन कराइला जो थे हजार हजार संख्यार आज ये अंचलर जनसाधारण माँ माने युवक माने छात्र माने गुरुजन माने जोग देइथिले एवं आम सहित थिले आमर प्रिय सांसद डॉक्टर अच्युतानंद सामंत महोदय जी की प्रत्येक कार्यक्रम में से निजक सामिल करते अंचल विकास करने सबुबले साहाय्य सहयोग रही। ब्यूरो रिपोर्ट तीर्थक्षेत्र लाइव।